ଆଜି ଚାଲନ୍ତୁ ଶୁଣିବା ଗୋଟେ ଭୂତ ଗପ ଯାହାର ନାଁ ହେଉଛି ଅତୃପ୍ତ ଆତ୍ମା। ମଉସାଙ୍କର ଫୁଲବାଣୀ ଟ୍ରାନ୍ସଫର ହେଇଥିଲା। ଫୁଲବାଣୀର ଏକ ସରକାରୀ କାର୍ଯ୍ୟାଳୟରେ ସେ ମୁଖ୍ୟ ସହାୟକ ଭାବରେ ତାଙ୍କର ପୋଷ୍ଟିଂ ହୋଇଥିଲା। ମଉସା ସେଠାରେ ଭଡ଼ା ଘରଟେ ଠିକ୍ କରି ମାଉସୀ ଆଉ ପିଲାମାନଙ୍କୁ ପାଖକୁ ନେଇ ଆସିଲେ। ପିଲାମାନେ ବୋଲି ସେତେବେଳେ 2 ଝିଅ ଥାଆନ୍ତି। ସେମାନେ ବହୁତ ଛୋଟ ଥିଲେ। ବଡ଼ ଝିଅ 2 ବର୍ଷର ଆଉ ସାନ ଝିଅ 7-8 ମାସର ହୋଇଥିଲା। ନୂଆ ଜାଗା, ନୂଆ ଲୋକଙ୍କ ସହିତ ଚଳିବାରେ ପ୍ରଥମେ ଟିକେ ଅସୁବିଧା ହୁଏ। ମଉସା ଅଫିସ ଚାଲିଗଲା ପରେ ମାଉସୀ ପିଲା 2 ଜଣଙ୍କୁ ଧରି ଘରେ ଏକା ରୁହନ୍ତି। ଅବଶ୍ୟ ମାଉସୀ ବହୁତ ସାହସୀ ଆଉ ଦମ୍ଭିଲା ଲୋକ। ମଉସା ଘରେ ନଥିବା ସମୟରେ ସେ ଗେଟ୍ରେ ତାଲା ପକାଇ ପିଲାମାନଙ୍କୁ ଧରି ରହନ୍ତି। କେହି ଅଚିହ୍ନା ଲୋକ ଦୁଆରେ ଡାକିଲେ ସେ ସହଜରେ କବାଟ ଖୋଲନ୍ତିନି। ଯାହା କଥା ହେବା କଥା ହେଇ ସେଇ ଦୁଆରରୁ ହିଁ ଫେରାଇ ଦିଅନ୍ତି। ଫୁଲବାଣୀ ବଡ଼ ହସ୍ପିଟାଲର ପଛପଟେ ମଉସାଙ୍କ ଘର। ତାଙ୍କ ବେଡରୁମ୍ ଝରକାରୁ ହସ୍ପିଟାଲର ପଛପାଖ ପରିଷ୍କାର ଦେଖାଯାଉଥିଲା। ସେ ଅଞ୍ଚଳଟି ଖୁବ୍ ପ୍ରଶସ୍ତ ଥିଲା। ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଉଥିବା ପରେ ଶବଗୁଡ଼ିକୁ ସେଇପଟେ ରଖାଯାଉଥିଲା। ସେଥିପାଇଁ ପ୍ରାୟତଃ ମାଉସୀ ଝରକାଟିକୁ ବନ୍ଦ ରଖନ୍ତି। ଗରମ ଲାଗିଲେ କେତେବେଳେ କେମିତି ଝରକା ଖୋଲି ଦିଅନ୍ତି। ଦିନେ ମାଉସୀ ଦେଖିଲେ 2 ଜଣ ଲୋକ ଷ୍ଟ୍ରେଚରରେ ଗୋଟେ ଲାଶ ଆଣି ଥୋଇଦେଇ ତାକୁ ଧଳା କପଡ଼ା ଘୋଡ଼େଇ ଦେଇ ଚାଲିଗଲେ। ସେଦିନ ମାଉସୀ ଲକ୍ଷ୍ୟ କଲେ ସେ ଲାଶଟି ବହୁତ ସମୟ ସେଠି ପଡ଼ି ରହିଥିଲା। ଦିନ ଯାଇ ରାତି ହେଲା, କିନ୍ତୁ ସେ ଲାଶଟି ସେମିତି ସେଠି ପଡ଼ି ରହିଥିଲା। ରାତିରେ ମାଉସୀ ଶୋଇବାକୁ ଗଲାବେଳେ ମଧ୍ୟ ଦେଖିଲେ ସେ ଲାଶଟି ସେମିତି ପଡ଼ି ରହିଛି। ମାଉସୀ ଭାବିଲେ ବୋଧେ ଏ ଲାଶଟିର କେହି ନାହାନ୍ତି, ସେଥିପାଇଁ ପଡ଼ି ରହିଛି। ଏହା ଭାବି ମାଉସୀ ଶୋଇପଡ଼ିଲେ। କେତୋଟି ବୁଲା କୁକୁରଙ୍କ ଭୁକିବା ଶବ୍ଦରେ ମାଉସୀଙ୍କ ନିଦ ଭାଙ୍ଗିଗଲା। ସେ ଉଠି ଘଣ୍ଟାକୁ ଚାହିଁ ଦେଖିଲେ 3:30 ହୋଇଛି। ଝରକାକୁ ଚାହିଁଲେ, ବାହାରେ କିଟିମିଟି ଅନ୍ଧାର। ଝିଙ୍କାରୀର ଝିଁ ଝିଁ ଶବ୍ଦରେ କାନ ଫାଟି ପଡ଼ୁଛି। ସେଥିରେ ପୁଣି କୁକୁରମାନଙ୍କର ବିକଳ ବୋବାଳି ମନକୁ ଭୟାତୁର କରୁଥାଏ। କେବଳ ହସ୍ପିଟାଲର କାନ୍ଥରେ ଲାଗିଥିବା 100 ପାୱାର ବଲ୍ବର ହଳଦିଆ ଆଲୁଅ ଝାପ୍ସା ଝାପ୍ସା ହୋଇ କିଛି ବାଟ ପଡ଼ୁଥିଲା। ସେଇ ଝାପ୍ସା ଆଲୁଅରେ ସେ ଦେଖିଲେ ସେଇ ଧଳା କପଡ଼ା ଘୋଡ଼ା ଯାଇଥିବା ଲାଶଟି ସେମିତି ସେଠି ଥୁଆ ହୋଇଛି। ମାଉସୀ ମନେ ମନେ ଖୁବ୍ ବିରକ୍ତ ହୋଇ ଝରକା ବନ୍ଦ କରିବାକୁ ଯାଉଥିଲେ। ହଠାତ୍ ଦେଖିଲେ ସେ ଧଳା କପଡ଼ା ଭିତରୁ 2ଟି ହାତ ଅଳସ ଭାଙ୍ଗିବା ଢଙ୍ଗରେ ବାହାରକୁ ବାହାରି ଆସିଲା। ତାପରେ କପଡ଼ାଟିକୁ ମୁହଁ ଉପରୁ ଆଡ଼େଇ ଧୀରେ ଧୀରେ ଲୋକଟି ଉଠି ତଳକୁ ମୁହଁ କରି ବସିଲା। ସେ ଗୋଟେ ଧଳା ପୋଷାକ ପିନ୍ଧିଥାଏ। ମୁଣ୍ଡର ଚୁଟିଗୁଡ଼ିକ ଠିଆ ଠିଆ ହୋଇଥାଏ। ମାଉସୀ ଦୂରରୁ ଏସବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି ଆଉ ଭାବୁଥାନ୍ତି, ଏଇଟା ପୁରା ଗୋଟେ ଲାଶ, ଇଏ ଉଠିଲା କେମିତି? ଇଏ ଭୂତ କି ପ୍ରେତ ନୁହେଁ ତ? ମାଉସୀ ଦୌଡ଼ି ଯାଇ ଭୂତ ଭୂତ ବୋଲି ଚିଲାଇ ମଉସାଙ୍କୁ ଡାକିଲେ। ମଉସାଙ୍କୁ ନିଦରୁ ଉଠାଇ ଝରକା ବାହାରକୁ ଦେଖାଇ କହିଲେ, ଏଇ ଦେଖ, ସେଇଠି ଭୂତ ବସିଛି। ମଉସା ଚଷମା ପିନ୍ଧି ବାହାରକୁ ଚାହିଁ କହିଲେ, କାଇଁ, କେଉଁଠି ଭୂତ? ମାଉସୀ ବାହାରକୁ ହାତ ଦେଖାଇ କହିଲେ, ସେଇଠି ତଳକୁ ମୁହଁ ପୋତି ବସିଛି। କାଲି ସକାଳୁ ଏଇ ଲାଶଟା ଏଇଠି ଥୁଆ ହୋଇଥିଲା, ଆଉ ଏଇନେ ହଠାତ୍ ସେ ଉଠିକି ବସିଲା। ମତେ ଲାଗୁଛି ଇଏ ବୋଧେ ସେ ମଲା ଲୋକର ଆତ୍ମା। ଦେଖୁନ କେମିତି ତଳକୁ ମୁହଁ କରି ବସିଛି। ମଉସା ଭଲକି ସେ ଲୋକଟି ଆଡ଼କୁ ଚାହିଁଲେ। ସେ ଲୋକଟି ପୁଣି ଥରେ ଅଳସ ଭାଙ୍ଗି ଠିଆ ହେଲା, ଆଉ ପାଖରେ ଥିବା ବାଲ୍ଟିରୁ ପାଣି ନେଇ ମୁହଁ ଧୋଇଲା। ଏଇ ସମୟରେ ଆଉ ଜଣେ ଧଳା ପୋଷାକ ପିନ୍ଧା ଲୋକ ହାତରେ 2ଟା ଚା କପ୍ ଧରି ଆସିଲା, ଆଉ ଗୋଟେ ଚା କପ୍ ୟାକୁ ଦେଲା। ତାପରେ ଦୁହେଁ ମିଶି ଚା ପିଇଲେ ଆଉ କଥା ହେଉଥିଲେ। ଏହା ଦେଖି ମଉସା ମାଉସୀଙ୍କୁ ବିରକ୍ତ ଭରା ଚାହାଣୀରେ ଚାହିଁ କହିଲେ, ଭୂତମାନଙ୍କର ଏଇନେ ଟି ଟାଇମ୍ ହେଇଛି। ମାଉସୀ ଆଶ୍ଚର୍ଯ୍ୟ ହୋଇ କହିଲେ, କ'ଣ? ମଉସା ବିରକ୍ତ ହୋଇ କହିଲେ, ତମ ମୁଣ୍ଡ। ମଣିଷକୁ ଅଧରାତିରୁ ନିଦରୁ ଉଠାଇ ଗୋଟେ ପାଲା ଚଲେଇଛନ୍ତି। କହିଲେ କ'ଣ ନା ଭୂତ, ଶୁଅ ଚୁପଚାପ। ମାଉସୀ କହିଲେ, ମତେ ରାଗୁଛ କାହିଁକି ଯେ? କାଲିଠୁ ସେ ଲାଶଟା ସେଠି କପଡ଼ା ଘୋଡ଼ା ହୋଇ ଥୁଆ ହୋଇଛି। ହଠାତ୍ ଏଇନା ଦେଖିଲା ବେଳକୁ ଲାଶଟା ହାତ ଗୋଡ଼ ହଲାଇ ଉଠି ବସିଲା। ଡର ଲାଗିବନି? ମଉସା କହିଲେ, ପୁଣି ସେ ଲାଶ? ଆରେ ମୂର୍ଖ, ସେଇଟା ଲାଶ ନୁହେଁ, ସେ ହସ୍ପିଟାଲର ସୁଇପର। ସେ ତାର ଡ୍ୟୁଟି ସାରି ସେଠି ଶୋଇଥିଲା। ପ୍ରକୃତରେ ସେଇଟା ଆତ୍ମା କି ଭୂତ ପ୍ରେତ ନଥିଲା, ସେ ଥିଲା ସେ ହସ୍ପିଟାଲର ସୁଇପର। ମାଉସୀ ଦେଖିଥିବା ଲାଶଟି କେତେବେଳୁ ସେଠୁ ଯାଇ ସେ ସୁଇପର ସେଠି ଶୋଇଥିଲା। ମଉସା ମାଉସୀ ଜଣେ ଗୁରୁଙ୍କ ଶରଣରେ ଥାଆନ୍ତି। ଅହରହ ସେମାନେ ତାଙ୍କରି ଜପତପ ନାମ ସଂକୀର୍ତ୍ତନରେ ମଜି ରହନ୍ତି। ସେମାନେ ନିଜର ଦିନଚର୍ଯ୍ୟା ଭିତରେ ରହି ମଧ୍ୟ ସବୁବେଳେ ଗୁରୁଙ୍କ ନାମ କରୁଥାନ୍ତି। ସକାଳ ସଞ୍ଜରେ 2 ଘଣ୍ଟା ପ୍ରାର୍ଥନା ଓ ଧ୍ୟାନ କରନ୍ତି। ସତ୍ସଙ୍ଗ ପ୍ରବଚନରେ ଯୋଗ ଦେଇ ସବୁବେଳେ ନିଜକୁ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ରଖିଥାନ୍ତି। ଆମିଷ ଓ ପିଆଜ ରସୁଣଠୁ ମଧ୍ୟ ସେମାନେ ବହୁତ ଦୂରରେ। ନିରାମିଷ ଖାଦ୍ୟ ଖାଆନ୍ତି। ସେତେବେଳେ ଫୁଲବାଣୀରେ ପାଣିର ବହୁତ ସଙ୍କଟ ଥିଲା। ଲୋକେ ପିଇବା ପାଣି ମୁନ୍ଦେ ପାଇଁ ଖୁବ୍ ହଇରାଣ ହେଉଥିଲେ।
ସରକାରଙ୍କ ତରଫରୁ ଟ୍ୟାଙ୍କରର ବ୍ୟବସ୍ଥା କରାଯାଇଥିଲା। ଦିନକୁ 2 ଥର ଟ୍ୟାଙ୍କର ଆସି ପାଣି ଦେଇଯାଏ। ହେଲେ କିଏ କେତେ ବାଲ୍ଟି ପାଣି ପାଏ ତାର କିଛି ଠିକଣା ନଥାଏ। ପାଣି ପାଇଁ ଭାରି ଠେଲାପେଲା ହୁଏ। କିଏ 2 ବାଲ୍ଟି ପାଣି ନେଲାଣି ତ କିଏ 1 ବାଲ୍ଟି, ଆଉ କିଏ ଝଗଡ଼ା କରି ଠେଲିପେଲି 3-4 ବାଲ୍ଟି ପାଣି ନେଲାଣି। ଏମିତି ଠେଲାପେଲାରେ ପଶିବାକୁ ମାଉସୀଙ୍କୁ ଜମା ଭଲ ଲାଗେନି। ସେଥିପାଇଁ କେବଳ ସକାଳେ ମଉସା 2 ବାଲ୍ଟି ପାଣି ଆଣି ଥୋଇଦେଇ ଅଫିସ ଯାଆନ୍ତି। ବାସ୍ ସେଇ ପାଣି ରୋଷେଇ ଆଉ ପିଆପିଇ କରିବା ପାଇଁ ଯଥେଷ୍ଟ ହୋଇଯାଏ। କିନ୍ତୁ ଗାଧେଇବା ପାଇଁ ଦୁହେଁ କିଛି ଦୂରରେ ଥିବା ନଈକୁ ଯାଆନ୍ତି। ଦିନେ ମାଉସୀ ଖରାବେଳେ ନଈରୁ ପାଣି ନେଇ ଫେରିବା ସମୟରେ ଗୋଟେ ଆମ୍ବ ଗଛ ମୂଳେ ତାଙ୍କ ଗୋଡ଼ ବାଜି କିଛି ଗୋଟେ ଆଗକୁ ଗଡ଼ିଗଲା। କଣଟେ ବୋଲି ମାଉସୀ ତଳକୁ ଚାହିଁ ଦେଖିଲେ ଗୋଟେ ସରା ଉପରେ ଆଉ ଗୋଟିଏ ସରା ରଖାଇ ତାକୁ ନାଲି ସୂତାରେ ବନ୍ଧା ଯାଇଥିଲା। ମାଉସୀ ସେଇଟାକୁ ଉଠେଇ ଆଣି ସେଇଟା କଣ ଭାବି ତା ଭିତରେ କଣ ଅଛି ବୋଲି ଜାଣିବା ପାଇଁ ସେ ସୂତାଟିକୁ ଖୋଲିଦେଲେ। ସରା 2ଟି ଖୋଲିଗଲା ପରେ ସେଥିରେ କିଛି ନଥିଲା। କିନ୍ତୁ ମାଉସୀଙ୍କୁ ଲାଗିଲା ସେଥିରୁ ଯେମିତି ଦଲକାଏ ପବନ ବାହାରିଗଲା। ମାଉସୀଙ୍କର କିନ୍ତୁ ସେଥିପ୍ରତି ଧ୍ୟାନ ନଥିଲା। ସେ ଦେଖିଲେ ସରା 2ଟି ଖାଲି, ସେଥିରେ କିଛି ନାହିଁ। ଏହା ପିଲାମାନଙ୍କର ଖେଳ ଜିନିଷ ଭାବି ସେ ସରା 2ଟିକୁ ସେଠି ଫୋପାଡ଼ି ଦେଇ ଚାଲିଗଲେ। ସେଦିନ ରାତିରେ ଠିକ୍ 8ଟା ସମୟରେ ମାଉସୀ ରୋଷେଇ କରୁଥାନ୍ତି। ବଡ଼ ଝିଅଟି ତାଙ୍କ ବେଡ୍ରୁମ୍ରେ ବସି ଖେଳୁଥାଏ। ସାନ ଝିଅ ଶୋଇଥାଏ। ଏହି ସମୟରେ ତାଙ୍କ ଘର ଆଜବେଷ୍ଟ ଉପରେ କିଛି ଗୋଟେ ପଡ଼ିବାର ଶବ୍ଦ ହେଲା। ମାଉସୀ ଚମକି ପଡ଼ି ଝିଅମାନଙ୍କ ପାଖକୁ ଦୌଡ଼ିଗଲେ। ବଡ଼ ଝିଅକୁ କୋଳେଇ ନେଇ ସାନ ଝିଅ ପାଖରେ ବସିପଡ଼ି ଭାବିଲେ ଏତେ ଜୋରରେ କଣ ଶବ୍ଦ ହେଲା। ଝିଅକୁ କାଖେଇ ଝରକା ପାଖକୁ ଯାଇ ଚାରିଆଡ଼କୁ ଚାହିଁଲେ, କିନ୍ତୁ କେଉଁଠି କିଛି ଦେଖିପାରିଲେନି। ଭାବିଲେ କେହି ବୋଧେ ବିଲେଇଟାକୁ ଟେକା ପଥର ମାରୁ ମାରୁ ବୋଧେ ତାଙ୍କ ଘର ଆଜବେଷ୍ଟ ଉପରେ ପଡ଼ିଯାଇଥିବ। ଏହା ଭାବି ସେ ଝିଅକୁ ରୁମ୍ରେ ଛାଡ଼ି ରୋଷେଇ ଘରକୁ ଚାଲିଗଲେ। କିଛି ସମୟ ପରେ ପୁଣି ଥରେ କିଛି ପଡ଼ିବାର ଶବ୍ଦ ହେଲା। ଏଥର ମାଉସୀ ରାଗିଯାଇ ଦୁଆର ଖୋଲି ବାହାରକୁ ଯାଇ କିଏ ଏପରି ଟେକା ପଥର ଫୋପାଡୁଛି ବୋଲି ଯାଇ ପାଟି କଲେ। ହେଲେ କେହି ସେ ଆଖପାଖରେ ନଥିଲେ। ଏହି ସମୟରେ ମଉସା ଆସି ପହଞ୍ଚିଲେ। ମାଉସୀ ଏମିତି ପାଟି କରୁଥିବାର ଶୁଣି ସେ ପଚାରିଲେ, କଣ ହେଲା, କାହିଁକି ଏମିତି ପାଟି କରୁଛ? ମାଉସୀ କହିଲେ, ଦେଖୁନ କିଏ କେଜାଣି 2 ଥର ହେଲା ଆଜବେଷ୍ଟ ଉପରକୁ ଟେକା ପଥର ମାରୁଛି। ମଉସା ଚାରିଆଡ଼କୁ ଚାହିଁ କହିଲେ, କାଇଁ, ଏଠି ତ କେହି କେଉଁଠି ନାହାନ୍ତି। କିଏ ଟେକା ପଥର ଫିଙ୍ଗିବ? ମାଙ୍କଡ଼ ଡେଇଁ ପଡ଼ିଥିବ ବୋଧେ। ମାଉସୀ କହିଲେ, ରାତିରେ ମାଙ୍କଡ଼ କୁଆଡ଼ୁ ଆସିବ ମ? ମଉସା କହିଲେ, ରହିଯାଇଥିବ କେଉଁଠି, ଚାଲ ଘରକୁ। ସେଦିନ ଗଲା। ମାଉସୀ ସେସବୁ ଭୁଲି ନିଜ କାମରେ ଲାଗି ପଡ଼ିଲେ। ତାପରଦିନ ଦିନ ଯାଇ ରାତି ହେଲା। ଠିକ୍ ରାତି 8ଟା ବେଳକୁ ପୁଣି ଥରେ ଦୁମ୍ କରି ଗୋଟେ ଶବ୍ଦ ହେଲା। ମାଉସୀ ଚମକି ପଡ଼ି ବାହାରକୁ ଆସି କିଏ ଇଟା ପକାଉଛି ବୋଲି ପାଟି କଲେ। ହେଲେ କେହି କେଉଁଠି ନଥିଲେ। ମାଉସୀ ଘରକୁ ଫେରି ଆସିଲେ। ପୁଣି କିଛି ସମୟ ଯାଇଛି ପୁଣି ଦୁମ୍ ଦୁମ୍ ଶବ୍ଦ ହେଲା। ଏଥର ଲାଗୁଥିଲା କେହି ଯେମିତି ତା ଉପରେ ଡେଉଁଛି। ମାଉସୀ ପୁଣି ରାଗିଯାଇ ବାହାରକୁ ଆସୁଥିଲେ। ସେ ଭାବିଲେ, ଏଇଟା ତ ଆଜବେଷ୍ଟ, ୟା ଉପରେ କିଏ କଣ ଡେଇଁ ପାରିବ? ତାହେଲେ କଣ ହେଉଛି? ମାଉସୀଙ୍କୁ ଟିକେ ଝଟକା ଲାଗିଲା। ସେ ପିଲା ଦୁହିଁଙ୍କୁ କୋଳରେ ଧରି ଚୁପଚାପ ଖଟ ଉପରେ ବସି ରହିଲେ। କିଛି ସମୟ ପରେ ମଉସା ଆସିବାରୁ ମାଉସୀ ତାଙ୍କୁ ଏ ବିଷୟରେ କହିଲେ। କିନ୍ତୁ ମଉସା ସେସବୁ ଶବ୍ଦ ମାଙ୍କଡ଼ର ହୋଇଥିବ ବୋଲି କହିଲେ। ଏ ଘଟଣା କିନ୍ତୁ ଦିନେ 2 ଦିନର ନଥିଲା। ପ୍ରତିଦିନ 8ଟା ବେଳକୁ ଏମିତି ଶବ୍ଦ ହୁଏ। ଥରେ 2 ଥର ଏପରିକି 3 ଥର ଶୁଣାଗଲା। 7-8 ଦିନ ଏମିତି ଶବ୍ଦ ଶୁଣିବା ପରେ ମାଉସୀ ମଉସାଙ୍କୁ ବିରକ୍ତ ହୋଇ କହିଲେ, ତମେ ମୋ କଥାକୁ ବିଶ୍ୱାସ କରୁନ କଣ? ମୁଁ କଣ ମାଙ୍କଡ଼ ବିଲେଇଙ୍କ ଡେଇବା ଶବ୍ଦ ଶୁଣିନି ନା ଜାଣିନି? ବାରମ୍ବାର କହୁଛି କିଏ ଇଟା ପଥର ଫୋପାଡ଼ିଲା ଭଳି ଶୁଭୁଛି। ତମର ମୋ କଥାରେ ବିଶ୍ୱାସ ହେଉନି। ହଉ ନକର ବିଶ୍ୱାସ। ଯେଉଁଦିନ ସେ ଇଟା ପଥର ଆଜବେଷ୍ଟ କଣା କରି ଆସି ଆମମାନଙ୍କ ମୁଣ୍ଡ ଫଟେଇବ ସେଦିନ ତମେ ବିଶ୍ୱାସ କରିବ। ଏକଥା ଶୁଣି ମଉସା କହିଲେ, ହଉ ଠିକ୍ ଅଛି, ମୁଁ ଆଜି ସନ୍ଧ୍ୟାବେଳକୁ ଘରକୁ ଆସି ଦେଖୁଛି କଣ ହଉଛି। ଏତିକି କହି ମଉସା ଅଫିସ ଚାଲିଗଲେ। ସେଦିନ ମଉସା ସନ୍ଧ୍ୟାବେଳୁ ଘରକୁ ଚାଲି ଆସି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଲେ। କିନ୍ତୁ ସେଦିନ କୌଣସି ଶବ୍ଦ ଶୁଭିଲାନି। ମଉସା ମାଉସୀଙ୍କ ଉପରେ ବିରକ୍ତ ହେଲେ। ମାଉସୀ ମନେ ମନେ ଭାବିଲେ, ଆଜି କଣ କିଛି ଶବ୍ଦ ହେଇନି? ଇଏ ଘରେ ଅଛନ୍ତି ବୋଲି ବୋଧେ। ମାଉସୀ କହିଲେ, ଦେଖିଲ, ମୁଁ ଯାହା କହୁଥିଲି ସତ ନିଶ୍ଚୟ। କିଏ ଘରକୁ ଜାଣି ଜାଣି ଇଟା ଫୋପାଡୁଥିଲା, ଆଉ ଆଜି ତମେ ଅଛ ବୋଲି ଭୟରେ ପକେଇଲାନି। ମଉସା ମଧ୍ୟ ଏକଥା ଉପରେ ଭାବିବାକୁ ବାଧ୍ୟ ହୋଇପଡ଼ିଲେ। ସେଦିନ ମଧ୍ୟ ମଉସା ଶୀଘ୍ର ଘରକୁ ଚାଲି ଆସିଲେ। ସେଦିନ ମଧ୍ୟ କିଛି ଶବ୍ଦ ହେଲା ନାହିଁ। ଏମିତି 2-4 ଦିନ ଯାଏ ଆଉ କିଛି ଶବ୍ଦ ଶୁଭିଲାନି। ଦିନେ ମଉସା ଅଫିସରୁ ଆସି ବସି ଚା ପିଉଛନ୍ତି, ହଠାତ୍ ଦୁମ୍ କରି ଶବ୍ଦ ହେଲା। ମଉସା ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ।
ମାଉସୀ ଚମକି ପଡ଼ି ଝିଅ ଦୁହିଁଙ୍କୁ କୋଳେଇ ନେଇ କହିଲେ, ଶୁଣିଲଟି କେମିତି ଶବ୍ଦ ହେଲା? ମଉସା ଶବ୍ଦ ଶୁଣି ପୁରା ତାଟକା ହୋଇଯାଇଥିଲେ। ସେ ଉଠି ଦାଣ୍ଡ ଦୁଆର ଖୋଲି ବାହାରକୁ ଯାଇ ଚାରିଆଡ଼କୁ ଚାହିଁଲେ। କେହି କୁଆଡ଼େ ନାହାନ୍ତି। ସେ ଘରକୁ ଫେରି ଆସି କିଛି କହିବାକୁ ଯାଉଥିଲେ, ପୁଣି ଥରେ ଜୋରରେ ଧଡ଼ଧଡ଼ ହେଲା। ଏଥର ମଉସା ରାଗିକି ଦାଣ୍ଡକୁ ଯାଇ ପାଟି କରି କହିଲେ, କିଏ ଏମିତି ଅମଣିଷ ଭଳିଆ ଇଟା ମାରୁଛି? କ'ଣ ଜଣାପଡ଼ୁନି ଏଠି ଲୋକ ରହୁଛନ୍ତି ବୋଲି? ମଉସାଙ୍କ ପାଟି ଶୁଣି ପାଖ ଆଖର ଲୋକ ଧାଇଁ ଆସି କ'ଣ ହୋଇଛି ବୋଲି ପଚାରିଲେ। ମଉସା କହିଲେ, କିଏ କେଜାଣି ଆମ ଆଜବେଷ୍ଟ ଉପରକୁ ସବୁବେଳେ ଇଟା ଫୋପାଡ଼ୁଛି। ମୋ ମିସେସ୍ କହୁଥିଲେ 8-10 ଦିନ ହେଲାଣି ରାତିକି ଏମିତି ହଉଛି। ମଝିରେ କେତେ ଦିନ ବନ୍ଦ ହୋଇଗଲା। ଏବେ ପରା ଜୋରରେ ଧଡ଼ଧଡ଼ ହୋଇ ଶବ୍ଦ ହେଲା। ଲୋକମାନେ କହିଲେ, କେହି ତ ଇଟା ଫୋପାଡ଼ି ନାହାନ୍ତି, ଆମେ ତ ଏଇଠି ବୁଲୁଛୁ। କିଏ ଇଟା ଫୋପାଡ଼ିଥିଲେ ଆମେ ଦେଖିନଥାନ୍ତୁ? ସେମାନଙ୍କ କଥାରେ ମଉସା ଆଶ୍ଚର୍ଯ୍ୟ ହୋଇ ଭାବିଲେ, କ'ଣ ହେଲା ଏତେ ଜୋରରେ ଶବ୍ଦ ହେଲା, ଆଉ ଏମାନେ କହୁଛନ୍ତି କେହି ନାହାନ୍ତି। ଦିନେ ମଉସା ମାଉସୀ ପିଲା ଦୁହିଁଙ୍କୁ ସାଙ୍ଗରେ ଧରି ରିକ୍ସାରେ ସତ୍ସଙ୍ଗରୁ ଘରକୁ ଫେରୁଥିଲେ। ହଠାତ୍ ତାଙ୍କ ସାମ୍ନାରେ କଳା ରଙ୍ଗର ବିରାଟ ଏକ ଖୁମ୍ବ ଆକୃତିର କିଛି ଗୋଟେ ଆଗରେ ଆଗରେ ଚାଲୁଥିଲା। ମଉସା ମାଉସୀ ଗୁରୁଙ୍କ ନାମ କରୁଥାନ୍ତି। ରିକ୍ସାବାଲାଟି ସେ କଳା ଖୁମ୍ବ ଆକୃତିଟିକୁ ଦେଖି ଡରି ଡରି ରିକ୍ସା ଖୁବ୍ ଜୋରରେ ଚଲାଉଥାଏ। ଘର ପାଖରେ ପହଞ୍ଚିଲା ପରେ ସେ ମଉସାଙ୍କୁ କହିଲା, ବାବୁ ଆଜ୍ଞା, ଆଜି ରାତିଟା ମୋତେ ଏଠି ରହିବାକୁ ଦିଅନ୍ତୁ। ମୁଁ ଆପଣଙ୍କ ଘରର ଗୋଟେ କୋଣରେ ବସି ରାତି କଟାଇଦେବି, ସକାଳୁ ଚାଲିଯିବି। ହେଲେ ଏବେ ଜମା ଯିବିନି। ଯିବି ଯଦି ନିଶ୍ଚୟ ମରିବି। ବାଟରେ ଯାହା ଦେଖିଲେନି ଆଜ୍ଞା, ଜାଣିଛନ୍ତି ସେଇଟା କ'ଣ? ସେଇଟା ଗୋଟେ ଅସାଧ ଆତ୍ମା। ସାମ୍ନାରେ ପଡ଼ିଲା ମାନେ ମାରିଦେବ। ଆମମାନଙ୍କୁ କେମିତି ଛାଡ଼ିଲା କେଜାଣି? ମଉସା ସେସବୁ ଦେଖି କିଛି କିଛି ଜାଣିପାରିଥିଲେ, କିନ୍ତୁ ସେ ଲୋକଟିକୁ ବୁଝାଇବାକୁ ଯାଇ କହିଲେ, ତମେ ଡରନି, ଆତ୍ମା ଫାତ୍ମା କିଛି ନାହିଁ। ସବୁ ମିଛ। ତମେ ଏଇଠି ରହିବାକୁ ଚାହୁଁଛ ତ ରୁହ। ଏତିକି କହି ସମସ୍ତେ ଘର ଭିତରକୁ ଗଲେ। ଏଇ ସମୟରେ ଆଜବେଷ୍ଟ ଉପରେ ପୁଣି ଥରେ ଦୁମ୍ ଦୁମ୍ ହେଲା, ଆଉ ସମସ୍ତେ ଚମକି ପଡ଼ିଲେ। ମଉସା ଖୁବ୍ ଜୋରରେ ପାଟି କରି କହିଲେ, କିଏ କିରେ? ଏମିତି ରାତି ଅଧରେ କିଏ ଉତ୍ପାତ ହେଉଛି? ଚିହ୍ନିଛୁ ମତେ? ଦେଖିବୁ ଏଇନେ। ଏତିକି କହିଛନ୍ତି ଗୋଟେ ବଡ଼ ଇଟା ଆସି ତାଙ୍କ ପାଦ ପାଖରେ ପଡ଼ିଲା। ମାଉସୀ ଚମକି ପଡ଼ି ଚିଲେଇ ଉଠିଲେ। ମଉସା ଉପରକୁ ଚାହିଁ କିଛି ଭାବିଲେ, ଆଉ ପୁଣି ଥରେ ଧମକେଇ ପାଟି କଲେ। ଏଥର ମେଞ୍ଚେ ଟେକାପଥର ଦୁମ୍ ଦୁମ୍ ଅଜାଡ଼ି ହୋଇ ପଡ଼ିଲା। ମାଉସୀ ପୁଣି ଥରେ ଚିଲେଇ ଉଠି ପିଲା ଦୁହିଁଙ୍କୁ କୋଳକୁ ଟାଣି ନେଇ ଜାବୁଡ଼ି ଧରି ବସିଲେ। ସେ ରିକ୍ସାବାଲାଟି କହିଲା, ଇଏ ସେଇ ଆତ୍ମାର କାମ। ସେ ଆପଣଙ୍କୁ ଡରାଉଛି। ଭାରି ଅସାଧ ଆତ୍ମା ଆଜ୍ଞା। ଥରେ ଯାହା ପଛରେ ପଡ଼େ ତା ଜୀବନ ନେଇ ଛାଡ଼େ। ମାଉସୀ ଡରି ଡରି କହିଲେ, 8-10 ଦିନ ହେଲାଣି ଆମ ଆଜବେଷ୍ଟରେ ଇଟା ପଥର ପଡ଼ିଲା ପରି ଦୁମ୍ ଦୁମ୍ ଶୁଭେ, ଆଉ ଆଜି ତ ପୁରା ଟେକାପଥର ଆସି ଘର ଭିତରେ ପଡ଼ିଲା। ରିକ୍ସାବାଲା କହିଲା, ଇଏ ତାହେଲେ 8-10 ଦିନ ହେଲାଣି ଆପଣଙ୍କ ଘରେ ଅଛି, କିନ୍ତୁ ଆପଣଙ୍କର କାହାରି କିଛି କ୍ଷତି କରିପାରୁନି, ସେଥିପାଇଁ ଆପଣମାନଙ୍କୁ ଡରାଉଛି। ଲୋକଟିର କଥା ଏବଂ ଘର ଭିତରେ ଅଚାନକ ଟେକାପଥର ଅଜାଡ଼ି ହୋଇ ପଡ଼ିବା ଦୃଶ୍ୟ ମଉସା ମାଉସୀଙ୍କୁ ଏକ ପ୍ରକାର ନିର୍ବାକ କରିଦେଇଥାଏ। ସେଦିନ ରାତିରେ କାହାରି ଆଖିକୁ ନିଦ ଆସିଲାନି। ସମସ୍ତେ ଚୁପଚାପ ହୋଇ ଗୋଟେ ରୁମ୍ରେ ବସି ରହିଲେ। ମଉସା ମାଉସୀ ରାତିସାରା ପିଲାମାନଙ୍କୁ କୋଳରେ ଧରି ନାମ କରି ଚାଲିଥାନ୍ତି। ସକାଳ ହେବାରୁ ସେ ଲୋକଟି ଚାଲିଗଲା। ମଉସା ମାଉସୀଙ୍କୁ କହିଲେ, ମୁଁ ଥିବା ଭିତରେ ସବୁ କାମ ସାରି ଆସି ପିଲାମାନଙ୍କୁ ଜଗି ବସ। ମୁଁ ଅଫିସରୁ ଆସିବା ଯାଏ ପିଲାମାନଙ୍କୁ ଏକା ଛାଡ଼ି କୁଆଡ଼େ ଯିବନି। ମଉସାଙ୍କ କଥା ଅନୁସାରେ ମାଉସୀ ସକାଳ 9ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସେମିତି ଖଟ ଉପରେ ପିଲାଙ୍କୁ ଧରି ବସି ରହିଲେ। ଭୟରେ ତାଙ୍କର ଭୋକ ଶୋଷ କୁଆଡ଼େ ଉଡ଼ି ଯାଇଥିଲା। ସେ ଦିନଯାକ ପିଲାଙ୍କୁ ଧରି ନାମ କରି ଚାଲିଥିଲେ। ସନ୍ଧ୍ୟାବେଳକୁ ମଉସା ଅଫିସରୁ ଫେରିଲେ। ତାଙ୍କ ସହିତ 2-3 ଜଣ ଲୋକ ଥିଲେ। ସେମାନଙ୍କ ଭିତରୁ ଜଣେ ତାଙ୍କ ଅଫିସର ସାଙ୍ଗ ଥିଲା, ଆଉ 2 ଜଣ ତାଙ୍କ ପଡ଼ୋଶୀ ଥିଲେ। ମଉସା ମାଉସୀଙ୍କୁ ପଚାରିଲେ, କ'ଣ ଦିନଯାକ ସବୁ ଠିକ୍ ଥିଲା ତ? ମାଉସୀ କହିଲେ, ହଁ, ସବୁ ଠିକ୍ ଥିଲା। ମଉସା କହିଲେ, ହଉ, ମୁଁ ଏବେ ପିଲାଙ୍କ ପାଖରେ ଅଛି, ତମେ ଯାଅ କ'ଣ କରିବା କଥା କର। ମାଉସୀ ରୋଷେଇ ଘର ଆଡ଼େ ଚାଲିଗଲେ। ମଉସା ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ବସିବା ପାଇଁ କହିଲେ। ସେମାନେ କିନ୍ତୁ ଘରର ଚାରିଆଡ଼କୁ ଚାହିଁ ପଚାରିଲେ, ରମେଶ ବାବୁ, କ'ଣ ସତରେ ଆପଣଙ୍କ ଘରେ ଟେକାପଥର ଅଜାଡ଼ି ହୋଇ ପଡ଼ୁଛି? ଆମର କାହିଁ ବିଶ୍ୱାସ ହଉନି। ଏତିକି କହୁ କହୁ ଦୁଲଦାଲ ହୋଇ 2-3ଟା ଇଟା ଆସି ପଡ଼ିଲା। ସେ 3 ଜଣ ଏସବୁ ଦେଖି ପୁରା ସ୍ଥାଣୁ ପାଲଟିଗଲେ। ମାଉସୀ ରୋଷେଇ ଘରୁ ଧାଇଁ ଆସିଲେ। ମଉସାଙ୍କ ସାଙ୍ଗ ଜଣକ ନିଜ ପକେଟରୁ ଏକ ମାଳି ବାହାର କରି ମୁଣ୍ଡରେ ଲଗାଇ ଘର ଚାରିପାଖରେ ବୁଲି ବୁଲି କିଛି ସମୟ ଦେଖିସାରିବା ପରେ କହିଲେ, ହଁ, ଏ ଘରେ କିଛି ଅଛି। ଇଏ ବହୁତ ଅସାଧ। ୟାକୁ କାଢ଼ିବା ସହଜ ନୁହେଁ। କେଉଁଠୁ ଆସିଲା ଇଏ? ମଉସା କହିଲେ,
କ'ଣ କରିବା ଟିକେ କୁହ, କିଛି ତ ଉପାୟ ଥିବ। ମଉସାଙ୍କ ସାଙ୍ଗ କହିଲେ, ଗୁଣିଆକୁ ଡାକିବାକୁ ପଡ଼ିବ, ସିଏ ଯାହା କରିବ। ମୁଁ ଗୋଟେ ଗୁଣିଆକୁ ଜାଣିଛି, କାଲି ତାକୁ ନେଇକି ଆସିବି। ମଉସା କହିଲେ, ଆମେ ଡରି ଡରିକି ରହିବୁ। ଜଣେ ପିଲାଙ୍କ ପାଖରେ ରହିଲେ ଆଉ ଜଣେ କାମ କରୁଛି। ଭୟରେ ରାତିରେ ନିଦ ହଉନି। ମୁଁ ଅଫିସ ଚାଲି ଯାଉଛି, ଆଉ ମୋ ସ୍ତ୍ରୀ ପିଲାଙ୍କୁ ଜଗି ବସୁଛି। ପିଲାଙ୍କୁ ଏକା ଛାଡ଼ିବାକୁ ଡର ଲାଗୁଛି। ମଉସାଙ୍କ ସାଙ୍ଗ କହିଲେ, ବ୍ୟସ୍ତ ହେବାର କିଛି ନାହିଁ, କାରଣ ଏ ଆତ୍ମା ତମମାନଙ୍କର କିଛି କରିପାରିବନି। ତମ ଘରର ଏ ଆଧ୍ୟାତ୍ମିକ ପରିବେଶ ଆଉ ତମେମାନେ ସବୁବେଳେ ନାମ କରୁଥିବାରୁ ସେ ତୁମମାନଙ୍କୁ ଛୁଇଁ ପାରୁନି। ସେଥିପାଇଁ ଇଟା ପକାଇ ତୁମକୁ ଡରାଉଛି। ତେଣୁ ତୁମେମାନେ ନାମ କରିବା ବନ୍ଦ କରନି। ମୁଁ କାଲି ଗୋଟେ ଗୁଣିଆକୁ ନେଇ ଆସିବି। ସେଦିନ ରାତିରେ ପିଲାଙ୍କୁ ଶୁଆଇ ଦେଇ ମଉସା ମାଉସୀ ଚୁପଚାପ ବସିଛନ୍ତି। ମଉସା ଖଟ ବାଡ଼କୁ ଆଉଜି ଟିକେ ଘୁମାଇ ପଡ଼ିଛନ୍ତି। ଏହି ସମୟରେ ତାଙ୍କ ଟିକି ଝିଅଟି ଉଠି କାନ୍ଦିଲା। ମାଉସୀ ତାର କ୍ଷୀର ବୋଟଲ ଖୋଜିଲେ, ହେଲେ ତା ବୋଟଲ ବନେଇବାକୁ ମାଉସୀ ଭୁଲି ଯାଇଥିଲେ। କ'ଣ କରିବେ, ଏବେ ପିଲାଟିକୁ ଜୋରରେ ଭୋକ ଲାଗିଲାଣି। ତାକୁ ଛାଡ଼ିକି ଯିବାକୁ ଇଚ୍ଛା ହେଉନି କି କ୍ଳାନ୍ତ ହୋଇ ଶୋଇପଡ଼ିଥିବା ସ୍ୱାମୀକୁ ଉଠେଇବାକୁ ଇଚ୍ଛା ହେଉନି। କ'ଣ କରିବେ କିଛି ଭାବିପାରୁନଥାନ୍ତି। ମନେ ମନେ ଭାବୁଥାନ୍ତି, ହେ ଭଗବାନ, କେମିତି ଝିଅର ଖାଦ୍ୟ ଜିନିଷ ସେପଟୁ ଏପଟକୁ ଆଣିବି। ଏହି ସମୟରେ ରୋଷେଇ ଘରୁ ଥର୍ମୋପ୍ଲାସ, କ୍ଷୀର ବୋଟଲ, ଖାଦ୍ୟ ଡବା ସବୁ ଚାଲି ଚାଲି ମାଉସୀଙ୍କ ପାଖକୁ ଆସିଲା। ଏସବୁ ଦେଖି ମାଉସୀ ପୁରା ଭୟରେ ଥରୁଥିଲେ। ଥରି ଥରି ଫ୍ଲାସ୍କକୁ ଧରିଲେ। ତାପରେ ଦେଖିଲେ ଗ୍ଲାସ୍ ନାହିଁ କି ଚାମଚ ନାହିଁ। ମନେ ମନେ କହିଲେ, ଗ୍ଲାସ୍ ଚାମଚ ନାହିଁ, କ୍ଷୀର କେମିତି କରିବି। ଏତିକି ଭାବିଛନ୍ତି କି ନାହିଁ, ରୋଷେଇ ଘରୁ ଗ୍ଲାସ୍ ଚାମଚ ଚାଲି ଚାଲି ଆସିଲା। ଏସବୁ ଦେଖି ମାଉସୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି। ଭୟରେ ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା। ସେ ବିକଳ ହୋଇ ଖାଲି ଚାରିଆଡ଼କୁ ଚାହୁଁଥାନ୍ତି। ତାପରେ ଡରି ଡରି କ୍ଷୀର ଗୋଳାଇ ଝିଅକୁ ଖାଇବାକୁ ଦେଲେ। ସକାଳୁ ମଉସାଙ୍କୁ ସବୁ କଥା କହିଲେ। ମଉସା ସବୁ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ। ପରୀକ୍ଷା କରିବା ପାଇଁ ସେ ମଧ୍ୟ କିଛି ଜିନିଷ ଆରପଟ ଘରୁ ଆଣିବା କଥା କହିଲେ, କିନ୍ତୁ ସେମିତି କିଛି ହେଲାନି। ମଉସା ଅଫିସ ଚାଲିଗଲେ। ମାଉସୀ ପିଲାଙ୍କ ପାଖରେ ଜଗିକି ବସିଲେ। ଏପରି କିଛି ସମୟ ବିତିଗଲା। ମଉସାଙ୍କ ଘରେ କିଛି ଭୌତିକ କାଣ୍ଡ ହେଉଛି ବୋଲି ତାଙ୍କ ସାଇ ପଡ଼ିଶାରେ ସମସ୍ତେ ଜାଣିସାରିଲେଣି। ମଉସାଙ୍କ ଘରେ ଭୂତପ୍ରେତ ଅଛି ବୋଲି ସମସ୍ତେ କୁହାକୁହି ହେଉଥିଲେ। ସେଦିନ ତାଙ୍କ ପଡ଼ିଶା ଘରର 14-15 ବର୍ଷର ପୁଅଟିଏ ତାଙ୍କ ଘର ଭିତରକୁ ଆସି କହିଲା, ମାଉସୀ, ସମସ୍ତେ କହୁଛନ୍ତି ତୁମ ଘରେ କୁଆଡ଼େ ଭୂତ ଅଛି। ମାଉସୀ କିଛି ନ କହି ଚୁପ୍ ରହିଲେ। ପିଲାଟି ପୁଣି କହିଲା, ମାଉସୀ, ସେ କୁଆଡ଼େ ତମ ଘରେ ଟେକାପଥର ଅଜାଡ଼ି ଦେଉଛି। ମାଉସୀ ସେ ବିଷୟରେ କିଛି ନ କହି କହିଲେ, ପୁଅରେ, ତୁ ଆସିଛୁ ତ ଟିକେ ପିଲାମାନଙ୍କୁ ଜଗିଥା, ମୁଁ ଟିକେ ବାଥରୁମରୁ ଆସୁଛି। ପୁଅଟି କହିଲା, ହଁ ମାଉସୀ, ତମେ ଯାଅ, ମୁଁ ବସିଛି। ମାଉସୀ ବାଥରୁମ ଆଡ଼େ ଚାଲିଗଲେ। ସେ ପୁଅଟି ବସିଥିଲା ସତ, କିନ୍ତୁ ଡରି ଡରି ଚାରିଆଡ଼କୁ ଚାହୁଁଥିଲା। ଆଜବେଷ୍ଟକୁ ଚାହିଁ କହିଲା, ହେ ଟେକାପଥର ମହାପୁରୁ, ମୁଁ ୟାଙ୍କ ଘରକୁ ଟିକେ ବୁଲିବାକୁ ଆସିଛି। ଏଇନେ ତ ତମେ ପଡ଼ିବନି। ମାଉସୀ ମୋତେ ପିଲାଙ୍କୁ ଜଗାଇ ବାଥରୁମ ଯାଇଛନ୍ତି। ସେ ଆସିଲେ ମୁଁ ପଳେଇବି, ତାପରେ ତମେ ପଡ଼ିବ ପଛେ। ଏତିକି କହୁ କହୁ କୋଉଠି ଥିଲା କେଜାଣି ଦୁମ୍ ଦୁମ୍ ହୋଇ ଟେକାପଥର ସବୁ ଅଜାଡ଼ି ହୋଇପଡ଼ିଲା। ସେ ପୁଅଟି ଆଲୋ ବଉଲ କହି ଗୋଟେ ଡିଆଁ ଖିଚାଇ ଦାଣ୍ଡ ଦୁଆରେ। ଟେକାପଥର ପଡ଼ିବା ଶବ୍ଦ ଶୁଣି ମାଉସୀ ପିଲାଙ୍କ ପାଖକୁ ଧାଇଁ ଆସିଲେ। ରାଗି ଯାଇ ଆଜବେଷ୍ଟ ଆଡ଼କୁ ଅନେଇ କହିଲେ, ଆଉ ତ କିଛି ନାହିଁ, ଖାଲି ଟେକାପଥର ଅଜାଡ଼ି ଘର ଅଳିଆ କରିପକା। ମୋତେ ତ ଏଠି ସଫା କରିବାକୁ ବଳୁଆ ଦେଖିଛି ଆଉ। ଏତିକି କହୁ କହୁ ଟେକାପଥର ସବୁ ଆପେ ଆପେ ସଫା ହୋଇଗଲା। ଏସବୁ ଦେଖି ମାଉସୀ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। କାହାଣୀଟି ଏବେ ଏଇଠି ଥାଉ। ଏହାର ଆଗାମୀ ଭାଗ ଆମେ କାଲି ଶୁଣିବା।